ଆଉ ଏ ଚଲାବୁଲା କରିବା ଟିକେ କଷ୍ଟ ହେଇଯିବ। ମୋର ନିଜ ଭୁଲ ପାଇଁ ଆଜି ଏ କଷ୍ଟ ମତେ ଭୋଗିବାକୁ ପଡୁଛି। ସକାଳୁ ସକାଳୁ ମମି ଠାକୁର ପୂଜା କରିବା ସମୟରେ ତାଙ୍କ ଘଣ୍ଟି ସାଉଣ୍ଡରେ ମୋ ଝିଅ ଉଠିଗଲା। ଆଉ ମୋ ଝିଅର ଯୋଉ ଖେଳ ତ ନୁହଁ, ମତେ ନେଇ ବାହାରେ ବୁଲାଅ। ସେ ବାପ ଝିଅ ଉଠିଗଲା ପରେ ମୁଁ ଖଟ ସାଇଜ କଲି। ଆଉ ଏଠି ମୋ ସ୍ୱାମୀ ଆଙ୍ଗୁଠି ଟିକେ କଟିଛି କି ନା, ଯେମିତି ରୋଲ କରୁଛନ୍ତି ହାତ କଟିଗଲା ଭଳି। ଯେହେତୁ ମମିଙ୍କର ଆଉ ଆଙ୍କର ବାହାରି ଯାଇଥିଲେ କ୍ୟାଣ୍ଟିନ ଟିକେ, ସେତେବେଳେ ମୁଁ ରୋଷେଇ କାମ ସାରି ଦେଇଥିଲି। ତାପରେ ମମି ଆସି ପହଞ୍ଚି ଯାଇଥିଲେ। ଆଉ ଦେଖନ୍ତୁ ସେ କେତେ ଜିନିଷ ଧରିକି ଆସିଛନ୍ତି। ସେଠୁ ଆମେ ଖାଇବା ପାଇଁ ବସି ଯାଇଥିଲୁ। ଆକ୍ଚୁଆଲି ପ୍ରୋବ୍ଲେମ ଟା ହଉଛି କି ମୁଁ ନା ଗୋଟେ ଦିନ ହେଲାଣି ଭଲସେ ଚାଲି ପାରୁନି। ଚାଲୁଛି ହେଲେ ମୋ ଗୋଡରେ ଟିକେ ପେନ୍ ହଉଛି। ତାକୁ ଠିକ କରିବା ପାଇଁ ମୋ ସ୍ୱାମୀ ଗରମ ପାଣି ସେକ ଆଉ ମୁଭ ମାରି ଦଉଥିଲେ। କଷ୍ଟରୁ ଟିକେ ତ ଶାନ୍ତି ମିଳିବ। ଆକ୍ଚୁଆଲି ଏଇ କଷ୍ଟଟା ମୁଁ ମୋ ନିଜ ପାଇଁ ହିଁ ଭୋଗୁଛି। ଯେତେବେଳେ ଗୋଡଟା ଅଳ୍ପ କିଛି ହେଇଥିଲା ମୁଁ ସ୍ୱାମୀଙ୍କୁ କିଛି କହିନଥିଲି। ଯେତେବେଳେ ଚାଲି ପାରିଲିନି ସ୍ୱାମୀଙ୍କ ଆଗରେ କହିଲି ମୋ ଗୋଡ ପେନ୍ ହଉଛି, ମୁଁ ଚାଲି ପାରୁନି। କାରଣ ହଉଛି ମାର୍କେଟ ଯିବା। ମୋ ସ୍ୱାମୀ ମନା କରିବା ସତ୍ତ୍ୱେ ବି ମୁଁ ତାଙ୍କ ସାଙ୍ଗରେ ଯାଇଥିଲି ମାର୍କେଟ ଗୁପଚୁପ ଖାଇବା ପାଇଁ। ହେଲେ ସେ ଗୁପଚୁପ ଖାଇବାଟା ମୋ ପାଇଁ କାଳ ହେଇଗଲା। ସେଠି ଗୋଟେ ଖାଲରେ ମୋ ଗୋଡ ଫସିଗଲା, ମୋଡି ହେଇଗଲା। ଆଉ ଲାଷ୍ଟ ନଟ୍ ଦ ଲିଷ୍ଟ, ଯେତେ ଯାହା ହେଲେ ବି ଆମେ ଗୃହିଣୀ, କଷ୍ଟ ହଉ ପଛେ ଆମକୁ ଖାଇବା ବନେଇବାକୁ ପଡିବ।